तो ମୁଁ ଆଜି ଷ୍ଟାର୍ଟ କରୁଛି ବାଡ଼ି ଭିତରେ। ଦେଖନ୍ତୁ ବାଡ଼ି ଭିତରେ ଅଛି ତ କେତେ ଫୁଲ ହେଲାନି, କେତେ ଝୁଡ଼ଙ୍ଗ ହେଲାନି, ଚାଲ ଦେଖିବା। ତ ଚାଲ ଦେଖନ୍ତୁ, ଏଇଟା ଫୁଲ ହେଲାନି ଏଠି, ତ ପ୍ରାୟ ଏପଟଟା ହେଇଗଲାନି ଫୁଲ ଏପଟଟା। ତ ଚାଲ, ନମସ୍କାର, ମୁଁ ପପୁ ଭିଲେଜ୍ ଲାଇଫ୍ ବ୍ଲଗ୍କୁ ସ୍ୱାଗତ। ଆଉ ଗୋଟେ ଭିଡ଼ିଓରେ ଚାଲ ଆମ ବାଡ଼ିର କିଛି ଦୃଶ୍ୟ ଦେଖାଉଛି। ତ ଚାଲ ଝୁଡ଼ଙ୍ଗ ଦେଖିବା ହେଲାନି ନା ନାହିଁ। ଦେଖନ୍ତୁ ଏଇଟା ଫୁଲ ଗୋଟେ, ତ ଏଠି ବି ଫୁଲ ହେଇଛି। ଦେଖନ୍ତୁ ଏଇଟା ଝୁଡ଼ଙ୍ଗ। ତ ଏବେ ଷ୍ଟାର୍ଟିଂ ସବୁ ହେଉଛି। ଚାଲ ଦେଖଉଛି, ଗୋଟେ ଲମ୍ବା ଝୁଡ଼ଙ୍ଗ ହେଇଛି ଦେଖନ୍ତୁ। ତ ଏଇଟା ଏଇଠି ଅଛି ଦେଖନ୍ତୁ ଲମ୍ବା ଝୁଡ଼ଙ୍ଗ ହେଲାନି। ତ ଚାଲ, ମାନେ କ'ଣ ଡୁଙ୍କ ହେଉଥିବ, ଏମିତି ଫୁଲ ବି ହେଉଥିବ, ଏମିତି ସବୁ ହେଉଛି। ତ ଚାଲ, ଆଉ ସବୁଆଡ଼େ ତ ଫୁଲ ହେଲାନି। ତ ଜହ୍ନିଗୁଡ଼ା କଥା କ'ଣ କହିବି, ଜହ୍ନିଗୁଡ଼ା ତ ସବୁ ଖରାପ ହେଇଯାଉଛି, ମାନେ ପୋକ ଗୁଡ଼ା ମୁଁ ଇଏ କରିଦେଉଛି। ତ ପୋକ ଗୁଡ଼ା ସେ ରସ ଗୁଡ଼ାକୁ ତାର ଚୁହିଁ ଦେଉଛି, ତ ଜହ୍ନିଟା ଠିକ୍ସେ ହେଉନି। ମାନେ ଦେଖନ୍ତୁ, ଏଇଟା ଜହ୍ନି, ତ ଏଇଟା ଯେଉଁ ତା ସାଇଜ୍ଟା ପୁରା ସୁନ୍ଦର ଦେଖାଯିବା କଥା, ତ ସୁନ୍ଦର ହିଁ ଦେଖାଯାଉନି। ଏଇ ଜାଗା ଗୁଡ଼ାକ ଏଠି ପୋକ ମାରିଦେଇଛି, ତ ଅଲଗା ଦେଖାଯାଉଛି। ତ ଜହ୍ନିଟା ଭଲ ହେଉନି ଏଠି। ଦେଖନ୍ତୁ ଆଉ ଗୋଟେ ଦେଖାଉଛି, ମାନେ ଜହ୍ନିଟା ସିଧା ହେବା କଥା, ସେ ସିଧା ହେଉନି। ତ ଏଇ ଜାଗାରେ ଗୋଟେ କ'ଣ କରିଦେଇଛି ପୋକଟା, ତ ବଙ୍କା ହେଇଯାଉଛି ଜହ୍ନିଟା ହେଲା। ତ ଜହ୍ନି ବି ଏତେ ଠିକ୍ସେ ହେଉନି। ଦେଖିବା ଝୁଡ଼ଙ୍ଗ କଥା କ'ଣ କହିବି, ଝୁଡ଼ଙ୍ଗ ତ ଏବେ ଷ୍ଟାର୍ଟିଂ ହେଇଛି। ଦେଖାଉଛି ଆହୁରି ଜହ୍ନି ଗୁଡ଼ା ଠିକ୍ ଠାକ୍ ହେଉଛି, ପୁଣି ବଡ଼ ହେଲା ବେଳକୁ ଏପଟ ସେପଟ ହେଇଯାଉଛି, ପୋକ ମାରି ଦେଉଛି ଏମିତି ଆଉ। ତ ଚାଲ ଯିବା। ବର୍ଷା ବି ଏପଟ ଘଡ଼ୁ ହେଲାନି, ଲାଗୁଛି ବାତ୍ୟା ପଳେଇ ଆସିବ ବୋଲି। ତ ଚାଲ ଦେଖିବା। ଆଉ କାକୁଡ଼ି ଗଛ ଗୁଡ଼ା ତ ଖୁସେଇଥିଲି, ତ ଆଉ ଖୁସେଇ ନାହିଁ ନା, ମାନେ ଭୋଗ ଗୁଡ଼ା ଆଉ ହେଇନାହିଁ। ତ ଚାଲ ଦେଖିବା, ଟାଇମ୍ ଲାଗୁଛି ତାକୁ ହେବାକୁ। ଦେଖନ୍ତୁ, ମୁଁ ଏଇଟା ଗୋଟେ କାକୁଡ଼ି ଗଛ, ସେଠି ଗୋଟେ ଅଛି। ତ ଏଇଗୁଡ଼ା ତ ଡୁଙ୍କ ହିଁ ହେଇନାହିଁ। ତ ଏଇଟା ଗୋଟେ ଦେଖନ୍ତୁ, ମୁଁ ମାରି ଦେଇଛି, ସେଇଟା ମରିଯାଇଛି। ଏଇ ଗଛଟା ମୁଁ ମାରିନାହିଁ, ସେ ମରିଯାଇଛି। ତାକୁ ଖୁସେଇକି ମୁଁ ଛାଡ଼ି ଦେଇଥିଲି, ସେ ମରିଯିବ ବୋଲି କେଜାଣି। ତ ଆମ ନଡ଼ିଆ ଗଛ ମୁଁ ଦେଖାଉଛି, କେତେ ବଡ଼ ହେବ କେଜାଣି, ଟାଇମ୍ ଲାଗୁଛି ତାକୁ ହେବାକୁ। ଦେଖନ୍ତୁ ଆମ ନଡ଼ିଆ ଗଛ ଏଠି ଅଛି। ଆମ ନଡ଼ିଆ ଗଛ ଏତିକି ବଡ଼ ହେଇଛି, 3 ବର୍ଷ କେତେ ହେଇଯିବ। ତ ଚାଲ, ଆଉ ଗୋଟେ ଗୁଆ ଗଛ ଲଗେଇଛି। ତ ସେଇଟା କେମିତି ଲଗାନ୍ତି ମୋତେ କହିବ। ମା ଆଣିକି ଦେଲା, ତ ମୁଁ ବସ୍ତାରେ ପୁରେଇ ଦେଇଥିଲି। ମୋତେ ଲାଗିଲା କି ହଁ ଗଛ ହେଇଯିବ। ତ ଏତେ ଦିନ ହେଲାନି, ମାନେ ଗଜା ହେଲା, ତ ମୁଁ ଲଗେଇବି ବୋଲି ଭାବୁଥିଲି। ତ ସେଇଟା ହେଇନି ହେଲା। ତ କେମିତି କ'ଣ ଲଗାନ୍ତି ମୋତେ ଟିକେ କମେଣ୍ଟରେ ଜଣେଇବେ। ତ ସେଇଟା କେମିତି ଗଜା କରନ୍ତି ସେ ଗୁଆ ଗଛଟାକୁ। ଯଦି ହେଇଥାନ୍ତା ତାହେଲେ ମୁଁ ଲଗେଇଥାନ୍ତି। ଗୋଟେ ମାସ ହେଇଗଲାନି, ସେ ଗଜା ବି ହେଇନି। ତ ଚାଲ, ସେଇଟା ହିଁ ଯଦି ଜାଣିଛନ୍ତି କମେଣ୍ଟରେ କହିବେ ହେଲା, ଲଗେଇବି ମୁଁ ଗଛ। ତ ଏଇଟା ଗୋଟେ ଆମର ଏଠି ଲେମ୍ବୁ ଗଛ ଅଛି ଦେଖନ୍ତୁ, ଏତିକି ବଡ଼ ହେଇଛି। ତ କେବେ ଲେମ୍ବୁ ଫଳିବ କେଜାଣି। ଯିବା ଘରକୁ। ଏଇ କ'ଣ କରୁଛୁ ଏଠି, କ'ଣ କରୁଛୁ? ତ ଚାଲ ଯିବା ଆମେ। ଦେଖନ୍ତୁ ଆମ ଆଉ ଥରେ ଦେଖୁଛି ବାଇଗଣ ଗଛଟା। ଆଜି ଖରା ଟିକେ ଅଧିକା ହେଇଗଲା, ତ ମଉଳି ଯାଇଛି ପୁରା ଗଛ ଗୁଡ଼ା, ମୂଳିଆ ଟାଇପ୍ର ଦେଖାଯାଉଛି। ମୁଁ ଦେଖାଇ ଦେଉଛି ଆଉ ଥରେ। ଦେଖନ୍ତୁ, କାଲି ହଳ ହେବ, ତ ବଳଦ ଗୁଡ଼ାକୁ ସେଠି ବାନ୍ଧି ଦେଇଛି। ଆଜି ମୁଁ ଚରେଇନି, ତ ମୁଁ ଆଜି ମାନେ ତାକୁ ଟିକେ ଠିକ୍ସେ ଖାଇବା ପିଇବାକୁ ଦେଲେ ସିନା କାଲି ହଳ କରିବାକୁ ହେବ। ତ ସେଥିପାଇଁ ମୁଁ ଘଣ୍ଟେ କେତେ ଚରେଇବି। ତ ଆଜି ଦିନମାନ ଚରେଇନି, ମାନେ ବାନ୍ଧି ଦେଇଥିଲି ନା। ତ ଆଜି ତାକୁ ଟିକେ ଚରେଇବି, ମାନେ ଘଣ୍ଟେ କେତେ ଚରେଇକି ଛାଡ଼ିଦେବି, ତାକୁ ଘରେ ନେଇକିନା ଢକେଇଦେବି।
ଏବେ ହେଇଛି ଟାଇମ୍ 3ଟା ହେଇଥିବ। ତ ଚାଲ ତାକୁ ଟିକେ ଛାଡ଼ିବା। ଠିକ୍ ସେ ଖାଇବା ପିଇବା କଲେ ଯାଇକି କାଲି ଚାଲିପାରିବ, ନହେଲେ ତ ଚାଲିପାରିବନି। ଖାଇବାକୁ ଏପଟ ସେପଟ ହେବ, ତ ତାକୁ ମୁଁ ଚରେଇ ଦିଏ। ତ ଚାଲ, ଏଠି ଗୋଟେ ଅଛି, ସେ ଭିତରେ ଗୋଟେ ନଟି ଭିତରେ ଅଛି। ତ ଚାଲ ତାକୁ ଛାଡ଼ିବା ନା ଚରେଇବା ଆଉ। ମୁଁ ବଳଦ ଏଠି ଛାଡ଼ି ଦେଇଛି, ଦେଖନ୍ତୁ ଏଠି ଆମର କମଳା ଗଛ ଅଛି। ଏଇଟା ବହେ କମଳା ହେଇଛି। ତ ଏଇଟା ମିଠା ଲାଗେ କମଳା ଗଛଟା। ତାପରେ ସେଇ ଜାଗାଟା ସେଠିକିନା ଲକ୍ଷ୍ମୀ ପୂଜା ଆମର କରୁଛୁ। ତ ସେଇଠି ଆମ ଘର ଥିଲା, ଆମେ ପରାଡ଼େ ଏବେ ରହୁଛୁ। ଏଇଠି ତ ଭାଙ୍ଗିଗଲା, ତ ସେପଟ ପଳେଇଯିବି ନା ଆଉ। ତ ଏମିତି ଭିଡ଼ିଓ ଯଦି ଭଲ ଲାଗୁଛି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ। ମୋ ଭିଡ଼ିଓ କେମିତି ଲାଗୁଛି ତାହେଲେ କମେଣ୍ଟ କରି କୁହନ୍ତୁ। ଆହୁରି କେଉଁ ଟାଇପ୍ର ଭିଡ଼ିଓ ଆସିବ, ତ ଚାଲ ଜଲ୍ଦି କମେଣ୍ଟ କର। ଦେଖା ହବ ଆଉ ଗୋଟେ ନୂଆ ବ୍ଲଗ୍ରେ।